Hello everyone, this is Saurabh Naik. I welcome you to my YouTube channel Inspire with Saurabh. ତ ଆଜିର ଭିଡିଓରେ ଆମେ ଦେଖିବା କିପରି ଭାବରେ ଆମେ ଅନଲାଇନରେ ଏସସିବିସି ସାର୍ଟିଫିକେଟ ପାଇଁ ଆପ୍ଲାଏ କରିପାରିବା। ଏହାକୁ ଆପ୍ଲାଏ କରିବାକୁ ହେଲେ ପ୍ରଥମେ ଆପଣଙ୍କୁ କୌଣସି ଏକ ବ୍ରାଉଜରରେ ସର୍ଚ୍ଚ କରିବାକୁ ପଡିବ ଇ ଡିଷ୍ଟ୍ରିକ୍ଟ। ଇ ଡିଷ୍ଟ୍ରିକ୍ଟ ସର୍ଚ୍ଚ କଲା ପରେ ଆପଣଙ୍କ ପାଖରେ ଏଇଭଳିଆ ଆସିବ। ଏଠାରେ ଆପଣ ଲଗ୍ଇନ୍ ମାରିବେ। ଯଦି ପୂର୍ବରୁ ଆକାଉଣ୍ଟ ନାହିଁ ତାହେଲେ ଆପଣ ଆକାଉଣ୍ଟକୁ କ୍ରିଏଟ୍ କରିବେ। ମୋର ଆକାଉଣ୍ଟ ଅଛି, ମୁଁ ଏଠି ଲଗ୍ଇନ୍ ମାରୁଛି। ଲଗ୍ଇନ୍ ଟି ମାରିଲା ପରେ ଆପଣ ଏଠାରେ କ୍ୟାପଚା ଦେବେ। ତ ବର୍ତ୍ତମାନ ଆପଣଙ୍କ ପାଖରେ ଏଇଭଳିଆ ଶୋ କରିବ। ବର୍ତ୍ତମାନ ଆପଣ ଏଠାରେ ଆପ୍ଲାଏ ଫର ସର୍ଭିସ ଉପରେ କ୍ଲିକ୍ କରିବେ। ଏହାପରେ ଭ୍ୟୁ ଅଲ୍ ସର୍ଭିସ ଉପରେ କ୍ଲିକ୍ କରିବେ। ଏଠାରେ ଆପଣଙ୍କୁ ଲେଖିବାକୁ ପଡିବ ଏସସିବିସି। SEBC SEBC ଲେଖିଲା ପରେ ଆପଣଙ୍କୁ ଏଠାରେ ଯୋଉ ପ୍ରଥମ ଅପସନ ଅଛି ଏହା ଉପରେ କ୍ଲିକ୍ କରିବାକୁ ପଡିବ। ଏହାପରେ ଆପଣଙ୍କ ପାଖରେ ଏଇଭଳିଆ ଆସିବ। ଏଠାରେ ଆମେ ଏସସିବିସି ସାର୍ଟିଫିକେଟ ପାଇଁ ଆପ୍ଲାଏ କରିବା। ପ୍ରଥମେ ଯୋଉ ଅଛି ସାଲୁଟେସନ, ଏଠାରେ ଆପଣଙ୍କୁ ସାଲୁଟେସନ ଦେବାକୁ ପଡିବ। ଯେପରିକି ମୁଁ ଯାହାର ଆପ୍ଲାଏ କରୁଛି ସେମାନେ ଯଦି ମିସ୍, ତ ମୁଁ ଏଠାରେ ମିସ୍ ଦେବି। ଯଦି ଆପଣ ଯାହାର ଆପ୍ଲାଏ କରୁଛନ୍ତି ସେମାନେ ସେ ହଉଛନ୍ତି ବିବାହିତ, ତାହେଲେ ଆପଣ ଏଠାରେ ଶ୍ରୀମତୀ ଦେବେ। ଯଦି ସେ ବିବାହିତ ନୁହେଁ ତାହେଲେ ଆପଣ ଏଠାରେ ମିସ୍ ଦେବେ। ଯଦି ସେ ପୁରୁଷ ଲୋକ ତାହେଲେ ଏଠାରେ ଆପଣ ଶ୍ରୀ ଦେବେ। ଏଠାରେ ଆପଣଙ୍କୁ ଆପ୍ଲିକାଣ୍ଟ ନେମ୍ ଲେଖିବାକୁ ପଡିବ, ଯୋଉଟା କି ତାଙ୍କ ଆଧାର ଅନୁସାରେ ଅଛି। ଆପ୍ଲିକାଣ୍ଟ ନେମ୍ ଲେଖିଲା ପରେ ଏଠାରେ ଆପଣଙ୍କୁ ତାଙ୍କର ଜେଣ୍ଡର ଚୁଜ୍ କରିବାକୁ ପଡିବ। ବର୍ତ୍ତମାନ ଆପଣଙ୍କୁ ମ୍ୟାରିଟାଲ ଷ୍ଟାଟସରେ ଅନମ୍ୟାରିଡ ରଖିବାକୁ ପଡିବ। ଏଠାରେ ଆପଣଙ୍କ ଆପ୍ଲିକାଣ୍ଟଙ୍କ ଏଜ୍ ଲେଖିବାକୁ ପଡିବ। ଏହାପରେ ଏଠାରେ ତାଙ୍କର ଫାଦର୍ସ ନେମ୍ ଲେଖିବାକୁ ପଡିବ। ଫାଦର୍ସ ନେମ୍ ଲେଖିଲା ପରେ ଏଠାରେ ଆପ୍ଲିକାଣ୍ଟଙ୍କୁ ମଦର୍ସ ନେମ୍ ଲେଖିବାକୁ ପଡିବ। ମଦର୍ସ ନେମ୍ ଲେଖିଲା ପରେ ଏଠାରେ ଆପ୍ଲିକାଣ୍ଟଙ୍କ ରିଲେଟିଭ୍ଙ୍କ ମୋବାଇଲ ନମ୍ବର ଲେଖିବାକୁ ପଡିବ। ତ ଆପ୍ଲିକାଣ୍ଟଙ୍କ ମୋବାଇଲ ନମ୍ବର ପରେ ଏଠାରେ ଆପ୍ଲିକାଣ୍ଟଙ୍କ ଆଧାର ନମ୍ବର ଲେଖିବାକୁ ପଡିବ। ଆଧାର ନମ୍ବର ପରେ ଏଠାରେ ଆପ୍ଲିକାଣ୍ଟଙ୍କ ଇମେଲ ଆଇଡି ଅଛି ତାହେଲେ ଲେଖିବେ, ନାହିଁ ତ କିଛି ଅସୁବିଧା ନାହିଁ, ଛାଡିଦେବେ। ତ ବର୍ତ୍ତମାନ ଆପଣଙ୍କୁ ଏଠାରେ ରିଲିଜନ ଚୁଜ୍ କରିବାକୁ ପଡିବ, ଯୋଉଟା କି ଆପଣ ମାନେ ହିନ୍ଦୁ ଦେବେ। ଏହାପରେ ଆପ୍ଲିକାଣ୍ଟଙ୍କ ପର୍ସନାଲ ଡିଟେଲ୍ସ ଫିଲ୍ଅପ୍ ହୋଇଯିବ। ବର୍ତ୍ତମାନ ଆପଣଙ୍କୁ ଆପ୍ଲିକାଣ୍ଟଙ୍କ ପ୍ରେଜେଣ୍ଟ ଆଡ୍ରେସକୁ ଚୁଜ୍ କରିବାକୁ ପଡିବ, ଯୋଉଟା କି ଆପଣ ଚୁଜ୍ କରିବେ। ଡିଷ୍ଟ୍ରିକ୍ଟ ଚୁଜ୍ କରିବେ। ତ ଡିଷ୍ଟ୍ରିକ୍ଟ ଚୁଜ୍ କଲା ପରେ ଏଠାରେ ଆପଣଙ୍କୁ ଆପଣଙ୍କ ସବ ଡିଭିଜନ ଚୁଜ୍ କରିବାକୁ ପଡିବ। ଏଠାରେ ଆପଣଙ୍କୁ ଆପଣଙ୍କ ତହସିଲ ଚୁଜ୍ କରିବାକୁ ପଡିବ। ଏଠାରେ ଭିଲେଜ ଚୁଜ୍ କରିବାକୁ ପଡିବ। ଭିଲେଜ ଟେ ଚୁଜ୍ କଲା ପରେ ଏଠାରେ ଆପଣ ଆରଆଇ ଚୁଜ୍ କରିବେ। ଯଦି ଆପଣଙ୍କ ଭିଲେଜ ଲିଷ୍ଟରେ ନାହିଁ ତାହେଲେ ଆପଣ ଏଠାରେ କ୍ଲିକ୍ ହିୟର ଉପରେ କ୍ଲିକ୍ କରିକି ଏଠାରେ ଆପଣଙ୍କ ଭିଲେଜ ଦେଇପାରିବେ। ଏଠାରେ ଆପଣଙ୍କୁ ହାଉସ ନମ୍ବର ଷ୍ଟ୍ରିଟ୍ ନେମରେ କିଛି ଲେଖିବାକୁ ପଡିବ ନାହିଁ। ଏଠାରେ ଆପଣଙ୍କୁ ଆପଣଙ୍କ ପୋଷ୍ଟ ଅଫିସ ଲେଖିବାକୁ ପଡିବ। ପୋଷ୍ଟ ଅଫିସ ଲେଖିଲା ପରେ ଏଠାରେ ଆପଣଙ୍କୁ ଆପଣଙ୍କ ପୋଲିସ ଷ୍ଟେସନ ଲେଖିବାକୁ ପଡିବ। ଏହାପରେ ଏଠାରେ ପିନ୍ କୋଡ ଲେଖିବାକୁ ପଡିବ। ପିନ୍ କୋଡ ଲେଖିଲା ପରେ ଆପଣଙ୍କ ପାଖରେ ଦୁଇଟି ଅପସନ ଆସିବ, ଗୋଟେ ହଉଛି ଅର୍ବାନ, ଗୋଟେ ହଉଛି ରୁରାଲ। ଯଦି ଆପଣ ମାନେ ସହରରେ ରହୁଛନ୍ତି ତାହେଲେ ଆପଣ ମାନେ ଏଠାରେ ଅର୍ବାନ ଚୁଜ୍ କରିବେ। ଯଦି ଆପଣ ମାନେ ଗାଁରେ ରହୁଛନ୍ତି ତାହେଲେ ଏଠାରେ ସେକେଣ୍ଡ ଅପସନ ରୁରାଲ ଉପରେ ଚୁଜ୍ କରିବେ। ଆମେ ଗାଁରେ ରହୁଛୁ, ଏକ ରୁରାଲ ଚୁଜ୍ କଲା ପରେ ଏଠାରେ ଆପଣଙ୍କୁ ଆପଣଙ୍କ ଡିଷ୍ଟ୍ରିକ୍ଟ ଦେବାକୁ ପଡିବ। ଡିଷ୍ଟ୍ରିକ୍ଟ ଦେଲା ପରେ ଏଠାରେ ଆପଣଙ୍କୁ ବ୍ଲକ ଚୁଜ୍ କରିବାକୁ ପଡିବ। ବ୍ଲକ ପରେ ଏଠାରେ ଆପଣଙ୍କୁ ଗ୍ରାମ ପଞ୍ଚାୟତ ଚୁଜ୍ କରିବାକୁ ପଡିବ। ଗ୍ରାମ ପଞ୍ଚାୟତ ପରେ ଏଠାରେ ଆପଣଙ୍କୁ ଆପଣଙ୍କ ଭିଲେଜ ଚୁଜ୍ କରିବାକୁ ପଡିବ। ଭିଲେଜ ପରେ ଏଠାରେ ଆପଣ ନୋକୁ ରଖିଦେବେ। ଏଠାରେ ଆପଣଙ୍କ ନାମ ଲେଖିବେ। କାହିଁକି ନା ଏଠାରେ ଆପଣ ମାନେ 18 ବର୍ଷରୁ କମ ଛୁଆର ଆପ୍ଲାଏ କରୁଛନ୍ତି। ଯଦି ଆପଣ ମାନେ 18 ବର୍ଷରୁ ଅଧିକ ଛୁଆଙ୍କର ଆପ୍ଲାଏ କରୁଛନ୍ତି ତାହେଲେ ଆପଣ ଏଟାକୁ ୟେସ୍ କରିବେ। ତାପରେ ଆପଣ ମାନେ ଏଠି କିଛି ବି ଲେଖିଦେବେ, ଯେପରିକି ଫାଦର ଲେଖିଦେବେ, ବଦର ଲେଖିଦେବେ। ତ ବ୍ରଦର ଲେଖିଲା ପରେ ଏଠାରେ ଆପ୍ଲିକାଣ୍ଟଙ୍କ ଇମେଜ ସାଇଜ ଦେବାକୁ ପଡିବ, ଯୋଉଟା କି ଆପଣଙ୍କୁ 250 କେବି ଭିତରେ ଦେବାକୁ ପଡିବ। ତାର ମିନିମମ୍ 20 କେବି ଭିତରେ ହବା ଦରକାର। ଇମେଜ ଟି ଦେଲା ପରେ ଏଠାରେ ଆପଣଙ୍କୁ ପ୍ରପୋଜ ଚୁଜ୍ କରିବାକୁ ପଡିବ, ଯୋଉଟା କି ଆପଣ ମାନେ ଲେଖିବେ ହାଇଏଷ୍ଟ ଷ୍ଟଡି। ପ୍ରପୋଜ ଟି ଚୁଜ୍ ଲେଖିଲା ପରେ ଏଠାରେ ଆପଣଙ୍କୁ ଆପଣଙ୍କ ପ୍ରେଜେଣ୍ଟ ଆଡ୍ରେସ ଲେଖିବାକୁ ପଡିବ। ଯୋଉଟା କି ଯଦି ଆପଣଙ୍କ ପ୍ରେଜେଣ୍ଟ ଆଡ୍ରେସ ଆଉ ପରମାନେଣ୍ଟ ଆଡ୍ରେସ ସମାନ ତାହେଲେ ଆପଣ ଏଠାରେ ୟେସ୍ ମାରିବେ। ଯଦି ସମାନ ନାହିଁ ତାହେଲେ ନୋ ମାରିକି ଏଠାରେ ଆପଣ ଦେବେ। ଏଠାରେ ଆପଣଙ୍କୁ ଚୁଜ୍ କରିବାକୁ ପଡିବ, ଯୋଉଟା କି ଆପଣ ମାନେ ସେକେଣ୍ଡ ଅପସନରେ ଯୋଉ ଅଛି ରୁରାଲ ତାହାକୁ ଚୁଜ୍ କରିବାକୁ ପଡିବ। ଏଠାରେ ଆପଣଙ୍କ ବ୍ଲକ ଡିଷ୍ଟ୍ରିକ୍ଟ ଦେବେ। ତ ଏହାକୁ ଲେଖିଲା ପରେ ଏଠାରେ ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ। ଏଠାରେ ଆପଣ ମାନେ କାହାକୁ ୟେସ୍ କରିବେ ଆଉ କାହାକୁ ନୋ କରିବେ। ପ୍ରଥମେ ପଢନ୍ତୁ ଏହାକୁ କଣ ଲେଖାଯାଇଛି। ଏଠାରେ ଆପଣ ନୋ କରିବେ। ଏଠାରେ ଆପଣ ନୋ କରିବେ। ଏଠାରେ ବି ନୋ କରିବେ। ଏଠାରେ ଆପଣମାନଙ୍କୁ ଏଠାରେ ୟେସ୍ କରିବାକୁ ପଡିବ। ଯଦି ଆପଣଙ୍କ ଜମି ଆପଣଙ୍କ ବାପାଙ୍କ ନାଁରେ ଅଛି ତାହେଲେ ବି ୟେସ୍ କରିବେ। ଯଦି ଜମି ଆପଣଙ୍କ ଜେଜେଙ୍କ ନାଁରେ ଅଛି ତାହେଲେ ବି ଏଠାରେ ଆପଣ ମାନେ ୟେସ୍ କରିବେ। ଏଠାରେ ଆପଣ ମାନେ ଫାଦର ଦେବେ। ଏଠାରେ ଆପଣ ମାନଙ୍କର ଜମି କେତେ ଅଛି ତାହା ଆପଣଙ୍କୁ ଏଠାରେ ଲେଖିବାକୁ ପଡିବ, ଯୋଉଟା କି ଆପଣ ମାନେ ଆପଣଙ୍କ ଯୋଉ ଜମି ପଟା ଅଛି ସେଟା ଦେଖିକି ଲେଖିପାରିବେ। ତ ମାନେ ଆପଣଙ୍କ ଜମି ଯୋଉଠି ଅଛି ସେଟା ଲେଖିବାକୁ ପଡିବ। ଏହାପରେ ଆପଣଙ୍କ ଜମି କେତେ ଏକର ଅଛି ତାହାକୁ ଆପଣ ଏଟା ଲେଖିବାକୁ ପଡିବ। ଟେକ୍ସଟ ଲେଖିଲା ପରେ ବର୍ତ୍ତମାନ ଆପଣଙ୍କୁ ଏଠାରେ ଜମିର ଏରିଆ ଲେଖିବାକୁ ପଡିବ, ଯୋଉଟା କି ଆପଣ ଏକର ଅନୁସାରେ ଲେଖିବେ। ଯଦି ଆପଣଙ୍କ ଜମିର ଯଦି ଆପଣଙ୍କ ଜମିର ଏରିଆ 1 ଏକରରୁ ଅଧିକ ଅଛି କିମ୍ବା 1 ଏକର ଅଛି ତାହେଲେ ଆପଣ ମାନେ ଏଠି 1 ପକେଇ ପାରିବେ। ଯଦି ଆପଣଙ୍କ ଜମିର ଏରିଆ 0 ଏକର ଅଛି ତାହେଲେ ଆପଣ ମାନେ ୟାକୁ ଛାଡି ଦିଅନ୍ତୁ, କିଛି ପକାନ୍ତୁ ନାହିଁ, ଏଠି ବି ଛାଡି ଦିଅନ୍ତୁ।
यहाँ पर आपको एठार न करिया पड़िबो, एठारे आपन न करिया पड़िबो, एठारे भी आपन न करिया पड़िबो, एठारे आपन यस करिया पड़िबो। जो एठारे जो लिखा है इनकम एंड वेल्थ, एठारे आपन यस करिया पड़िबो। जदि आपन माने न करछन ताले आपन रिजेक्ट हबो एटा। ଏହା କୁ ଆପଣ ମାନେ ୟେସ୍ କରିବେ। ୟେସ୍ କଲା ପରେ ଏଠାରେ ଆପଣ ମାନେ କାହାର ଇନକମ୍ ଦେବେ। ଯଦି ଆପଣ ମାନେ ଫାଦର କି ଇନକମ୍ ଦବାକୁ ଚାହୁଁଛନ୍ତି ଆପଣ ଫାଦର ଇନକମ୍ ଦେବେ। ଯଦି ଆପଣ ମଦର ଇନକମ୍ ଦଉଛନ୍ତି ଆପଣ ମଦର ଇନକମ୍ ଦେବେ। ମୁଁ ଯାହାର ଆପ୍ଲାଏ କରୁଛି ସେମାନେ ସେ ଚାହୁଁଛନ୍ତି ଫାଦର ଇନକମ୍ ଦବା ପାଇଁ, ତ ମୁଁ ଫାଦର ଇନକମ୍ ଉପରେ କ୍ଲିକ୍ କରିବି। ଆପଣଙ୍କ ଫାଦର କି ଇନକମ୍ ଲେଖିବେ, ଯୋଉଟା କି ଆପଣ ମାନଙ୍କର ବର୍ଷକୁ ଇନକମ୍ ହଉଛି, ମନ୍ଥଲି ନୁହେଁ। ଫାଦର୍ସ ଇନକମ୍ ଲେଖିଲା ପରେ ଏଠାରେ ଆପଣ କିଛି ବି ଚୁଜ୍ କରିବାକୁ ପଡିବ ନାହିଁ, କାରଣ ଏହା ହେଉଛି ମଦର ଇନକମ୍ ପାଇଁ। ଏଠାରେ ଆପଣ କିଛି ଚୁଜ୍ କରିବାକୁ ପଡିବ ନାହିଁ, ଏଠାରେ ଆପଣ ଚୁଜ୍ କରିବାକୁ ପଡିବ। ଆପଣଙ୍କ ଫାଦର ଇନକମ୍ ଲେଖିଲା ପରେ ଏଠାରେ ଆପଣଙ୍କୁ ୟେସ୍ ମାରିବାକୁ ପଡିବ ନା ନୋ ମାରିବାକୁ ପଡିବ। ଏଟା ନୋ ମାରିବାକୁ ପଡିବ। ଯଦି ଆପଣ ମାନେ ଟ୍ୟାକ୍ସ ପେମେଣ୍ଟ କରୁଛନ୍ତି ତ ନୋ ୟେସ୍ ମାରିବେ, ଯଦି ପେମେଣ୍ଟ କରୁନାହାନ୍ତି ତାହେଲେ ଏଟା ନୋ ମାରିବେ। ଏହାପରେ ଆପଣଙ୍କୁ ଏଠାରେ ନୋ ମାରିବାକୁ ପଡିବ। ବର୍ତ୍ତମାନ ଆପଣଙ୍କୁ ଏଠାରେ ଆପଣଙ୍କ କାଷ୍ଟ ଲେଖିବାକୁ ପଡିବ, ଯୋଉଟା କି ଆପଣ ଚାହୁଁଛନ୍ତି ଆପଣଙ୍କ କାଷ୍ଟ ସାର୍ଟିଫିକେଟରେ ପ୍ରିଣ୍ଟ ହଉ। ଏହାକୁ ଲେଖିବା ପାଇଁ ପ୍ରଥମେ ଆପଣ ଜମି ପଟା ଦେଖନ୍ତୁ, ଯୋଉଟା କି ମୁଁ ଆପଣଙ୍କୁ ଦେଖଉଛି। ଏହାକୁ ଦେଖିଲା ପରେ ଏଇ ଜାଗାରେ ଆପଣଙ୍କ କାଷ୍ଟ ଲେଖା ଯାଇଥିବ, ଯୋଉଟା କି ଲେଖିବେ। ଏହାପରେ ଆପଣ ମାନେ ଏହାକୁ ଦେବେ। ଯେହେତୁ ମୁଁ ଆପ୍ଲାଏ କରୁଛି ଖଣ୍ଡାୟତ, ମୁଁ ଏଠାରେ ଖଣ୍ଡାୟତ ଦେବି। ବର୍ତ୍ତମାନ ଆପଣ ମାନଙ୍କର କାଷ୍ଟ ଚୁଜ୍ କରିବେ। ଯଦି ଆପଣ ମାନେ ଯୋଉ କାଷ୍ଟ ହେଇଥିବ ତ ଆପଣ ଜମି ପଟା ଦେଖି ଦେଇପାରିବେ। ଏହାପରେ ଆପଣଙ୍କୁ ଏଠାରେ ସବ୍ କାଷ୍ଟରେ କିଛି ଚୁଜ୍ କରିବାକୁ ପଡିବ ନାହିଁ। ଯେତିକି ଏଠାରେ ଷ୍ଟାର ମାର୍କ ଅଛି ଆପଣଙ୍କୁ ସବୁ ଲେଖିବାକୁ ପଡିବ। ଏଠାରେ ଆପଣଙ୍କୁ ରିଜର୍ଭେସନ ନମ୍ବର, ଯୋଉଟା କି ଆପଣଙ୍କର ଅଟୋମେଟିକାଲି ଆସିଯିବ, ତାହାକୁ ଚୁଜ୍ କରିବାକୁ ପଡିବ। ଏହାପରେ ଆପଣଙ୍କୁ ମାନଙ୍କୁ ଏଠି କିଛି ଲେଖିବାକୁ ପଡିବ ନାହିଁ। ଏଠାରେ ଆପଣଙ୍କୁ ରିଜର୍ଭେସନ ଡେଟ୍ ଲେଖିବାକୁ ପଡିବ, ଯୋଉଟା କି ଅଟୋମେଟିକାଲି ଆସିଯିବ। ଏହାପରେ ଆପଣଙ୍କୁ ଏଠାରେ ପ୍ଲେସ୍ ଲେଖିବାକୁ ପଡିବ। ପ୍ଲେସ୍ ଲେଖିଲା ପରେ ଏଠାରେ ଆପଣଙ୍କୁ ଆପଣଙ୍କ କ୍ୟାପ୍ଚା ଲେଖିବାକୁ ପଡିବ। କ୍ୟାପ୍ଚା ଲେଖିଲା ପରେ ଏଠାରେ ଆପଣଙ୍କୁ ସବମିଟ୍ କରିବାକୁ ପଡିବ। ଏହାପରେ ଆପଣଙ୍କର ପ୍ରୋସେସ ହବ। ବର୍ତ୍ତମାନ ଆପଣଙ୍କ ପାଖରେ ଏଭଳି ଆସିଯିବ। ଆପଣ ମାନେ ଏହାକୁ ଚେକ୍ କରିବେ, ଯାହା ଯଦି ଠିକ୍ ଅଛି ତାହେଲେ ଆପଣ ମାନେ ପ୍ରୋସିଡ୍ କରିବେ। ଏହାପରେ ଆପଣଙ୍କୁ ଏଠାରେ ଯୋଉ ଆଟାଚ୍ ଆନେକ୍ସର ଲେଖା ହେଇଛି ତାପରେ ଆପଣଙ୍କୁ କ୍ଲିକ୍ କରିବାକୁ ପଡିବ। ଏଠାରେ ଆପଣଙ୍କୁ ଡକୁମେଣ୍ଟ ଦେବେ, ଯୋଉଟା କି ଆପଣ ଆଇଡେଣ୍ଟି ପ୍ରୁଫ୍ ଦବାକୁ ପଡିବ। ପ୍ରଥମେ ଏଠାରେ ଆପଣଙ୍କ ଆଧାର କାର୍ଡ ସହିତ ଆପଣଙ୍କ ବାପାଙ୍କ ଆଧାର କାର୍ଡ ଓ ତା ସାଙ୍ଗର ଜମି ପଟାକୁ ମର୍ଜ କରି ଦବାକୁ ପଡିବ। ବର୍ତ୍ତମାନ ଆପଣଙ୍କୁ ଏଠାରେ ସେଲ୍ଫ ଡିକ୍ଲାରେସନ ଫର୍ମ ଦେବାକୁ ପଡିବ, ଯୋଉଟା କି ଆପଣ ମାନେ ମୋ ଭିଡିଓର ଡେସ୍କ୍ରିପସନ ଲିଙ୍କରେ ଡାଉନଲୋଡ କରିକି ତାକୁ ପ୍ରିଣ୍ଟ କରିକି ଦେଇପାରିବେ। ତ ଆପଣ ମାନେ ଯେବେ ସେଲ୍ଫ ଡିକ୍ଲାରେସନ ଫର୍ମ ଦେବେ, ତାର ଏଇ ଯୋଉ ସାଇନ୍ ତାକୁ ଆପଣ ଲେଖିବାକୁ ପଡିବ, କାରଣ ସାଇନ୍ ରହିବା ନିହାତି ଆବଶ୍ୟକ। ଅଗର ଆପଣ ସାଇନ୍ କରୁନାହାନ୍ତି ତାହେଲେ ଆପଣଙ୍କର ରିଜେକ୍ଟ ହବ। ଏଠାରେ ଆପ୍ଲିକାଣ୍ଟ ଡିଟେଲ୍ସ ଲେଖିବାକୁ ପଡିବ। ଏହାପରେ ଏଇ ଯୋଉ ପିଡିଏଫ୍ ଟାକୁ ଆପଣଙ୍କୁ ଦେବେ। ସେଲ୍ଫ ଡିକ୍ଲାରେସନ ଦେଲା ପରେ ଏଠାରେ ଆପଣ କପି ଅଫ୍ ଆରଓଆର ରେ କ୍ଲିକ୍ କରିକି ଏଠାରେ କପି ଅଫ୍ ଆରଓଆର ଦେବେ, ଯୋଉଟା କି ଆପଣ ଆଇଡେଣ୍ଟି ପ୍ରୁଫ୍ ଦେଲେ ସେଇଟାକୁ ଆପଣ ମାନେ କପି ଅଫ୍ ଆରଓଆର ବି ଦେବେ। ଏଠାରେ ଆପଣଙ୍କୁ କିଛି ଦେବାକୁ ପଡିବ ନାହିଁ, ଅଦର ବି ଆପଣଙ୍କୁ କିଛି ଦେବାକୁ ପଡିବ ନାହିଁ। ଆଇଡେଣ୍ଟି ପ୍ରୁଫ୍ ରେ ମୁଁ କଣ ଦେଇଛି ଆପଣ ମାନଙ୍କୁ ଦେଖଉଛି, ଯୋଉଟା କି ଆପଣ ମାନେ ଦେଇପାରିବେ। ତ ବର୍ତ୍ତମାନ ଆପଣଙ୍କୁ ପ୍ରଥମେ ଜମି ପଟା ଆଡ୍ କରିବାକୁ ପଡିବ। ଯଦି ଆପଣ ଜମି ପଟାରେ ପାଉତ କଟା ଯାଇଛି ତ ଆପଣ ମାନେ ପାଉତ ବି ଆଡ୍ କରିପାରିବେ। ଏହାପରେ ଆପ୍ଲିକାଣ୍ଟଙ୍କ ଆଧାର କାର୍ଡ ସହିତ ଆପ୍ଲିକାଣ୍ଟଙ୍କ ଫାଦରଙ୍କ ଆଧାର କାର୍ଡ ଦବାକୁ ପଡିବ। କାହିଁକି ନା ଆପ୍ଲିକାଣ୍ଟଙ୍କ ଫାଦରଙ୍କ ବାପାଙ୍କ ନାଁରେ ଜମି ଅଛି। ଯଦି ଆପ୍ଲିକାଣ୍ଟଙ୍କ ଫାଦରଙ୍କ ନାମରେ ବି ଜମି ଅଛି ତାହେଲେ ବି ଆପଣ ଫାଦରଙ୍କ ଇନକମ୍ ଆଧାର କାର୍ଡ ଦେବେ। ଏହାପରେ ଆପଣଙ୍କୁ ଏଠାରେ ସେଭ୍ ଏନେକ୍ସର ଉପରେ କ୍ଲିକ୍ କରିବାକୁ ପଡିବ। ତ ସେଭ୍ ଏନେକ୍ସର ଉପରେ କ୍ଲିକ୍ କଲା ପରେ ଆପଣ ମାନଙ୍କୁ ପୁଣି ଥରେ ଚେକ୍ କରିବାକୁ ପଡିବ କି ଆପଣ ମାନେ ଯୋଉ ଡକ୍ୟୁମେଣ୍ଟ ଦେଲେ ତାହା ସବୁ ଠିକ୍ ଅଛି। ଆପଣ ମାନେ ଡକ୍ୟୁମେଣ୍ଟ ଲିଷ୍ଟ ଦେଖିବାକୁ ଚାହୁଁଥିଲେ, ଏଠାରେ ଆପଣ ମାନେ କ୍ଲିକ୍ କରିକି ଏହାକୁ ଦେଖି ବି ପାରିବେ। ଏହାପରେ ଆପଣ ମାନଙ୍କୁ ଏଠାରେ ସବମିଟ୍ ଅପସନ କ୍ଲିକ୍ କରିବାକୁ ପଡିବ। ସବମିଟ୍ ଅପସନ ଉପରେ କ୍ଲିକ୍ କରିବା ପୂର୍ବରୁ ଗୋଟିଏ କଥା ଧ୍ୟାନ ଦିଅନ୍ତୁ, ଏଠାରେ ଆପଣ ମାନେ ଇନକମ୍ ଚୁଜ୍ କରିବେ। ଇନକମ୍ ଲେଖିଛି ତ 60,000, ଆପଣ ମାନେ ଏଠାରେ 60 ରୁ 1000 ରୁ ଅଧିକ ଇନକମ୍ ଲେଖିପାରିବେ। 60,000 ତଳକୁ ଇନକମ୍ ଲେଖିବେ ନାହିଁ, କଟିବାର ଚାନ୍ସ ଅଛି। ଆପଣ ମାନେ ଏଠାରେ 60,000 ରୁ ଅଧିକ ଇନକମ୍ ଲେଖିବେ। ଇନକମ୍ ଲେଖିବା ମାଣ୍ଡାଟୋରି ଅଟେ। ଅଗର ଆପଣ ଇନକମ୍ ଲେଖୁନାହାନ୍ତି ତାହେଲେ ଆପଣ ମାନଙ୍କର ରିଜେକ୍ଟ ହବ। ବର୍ତ୍ତମାନ ଆପଣ ଏଠାରେ ସବମିଟ୍ ଅପସନ ଉପରେ କ୍ଲିକ୍ କରିବେ। ବର୍ତ୍ତମାନ ଆପଣଙ୍କ କାଷ୍ଟ ସାର୍ଟିଫିକେଟ ଆପ୍ଲାଏ ହୋଇଗଲା। ତ ଏହା ଯୋଉ ଡେଟ୍ ଦେଇଛି ଡେଟ୍ ଲିମିଟ ଭିତରେ ଆସିବ। ଯଦି ଆପଣ ମାନେ ଚାହୁଁଛନ୍ତି ଏଇ ଯୋଉ ଆପ୍ଲାଏ କଲେ ସାର୍ଟିଫିକେଟ ତାହା ଦେଖିବା ପାଇଁ ଆପଣ ମାନେ ଭ୍ୟୁ ଷ୍ଟାଟସ ଅଫ ଆପ୍ଲିକେସନ ଉପରକୁ ଯିବେ। ଆଉ ଏହାପରେ ଟ୍ରାକ୍ ଆପ୍ଲିକେସନ ଷ୍ଟାଟସ ଉପରେ କ୍ଲିକ୍ କରିବେ। ବର୍ତ୍ତମାନ ଆପଣ ଏଠିକି ଆସିଲା ପରେ ଆପଣ ମାନେ ଏଠାରେ ଯୋଉ ଲେଖାଯାଇଛି କରେଣ୍ଟ ଷ୍ଟାଟସ, ଏହା ଉପରେ କ୍ଲିକ୍ କରିବାକୁ ପଡିବ। ଏଠାରେ ଆପଣ ମାନେ କେତେ କାର୍ଡ ଡେଲିଭରି ହେଇଛି ଆଉ କେତେ କାର୍ଡ ଇନିସିଏଟେଡ୍ ଅଛି ତାହା ଆପଣଙ୍କୁ ଏଠାରେ ଶୋ କରିବ। ତ ଏଇଭଳି ଭାବରେ ଆପଣ ମାନେ ଅନଲାଇନରେ ଏସବିସି ସାର୍ଟିଫିକେଟ, କାଷ୍ଟ ସାର୍ଟିଫିକେଟ, ଇନକମ୍ ସାର୍ଟିଫିକେଟ, ରେସିଡେନ୍ସ ସାର୍ଟିଫିକେଟ ପାଇଁ ଆପ୍ଲାଏ କରିପାରିବେ। এই ভিডিওতে আমি এসবিএস সার্টিফিকেট আপ্লাই প্রসেস দেখিলি। তো থ্যাঙ্কস ফর ওয়াচিং দিস ভিডিও। থ্যাঙ্কস।